ଅଦିନିଆ ବର୍ଷାରେ ଭାଙ୍ଗିଗଲା କୁକୁଡ଼ା ଫାର୍ମ। ଗଙ୍ଗମୁଣ୍ଡା ବ୍ଲକ ତୁରେଇକେଲା ଗ୍ରାମ ପଞ୍ଚାୟତ ସାନମଗାଡ଼ ଗାଁର ଓଡ଼ିଶା ସରକାରଙ୍କ ଯୋଜନା ଅନୁକୂଳରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଡିପ୍ ଲିଟର ପ୍ରଣାଳୀରେ 2000 ବ୍ରଏଲର କୁକୁଡ଼ା ପାଳନ ପାଇଁ ଅମ୍ବିକା ସ୍ୱୟଂ ସହାୟକ ମହିଳା ଗୋଷ୍ଠୀକୁ ମିଶନ ଶକ୍ତିରୁ 7,20,000 ଟଙ୍କାର ଗୃହ ନିର୍ମିତ ପାଇଁ ଦିଆଯାଇଥିଲା ଟଙ୍କା। ଗତକାଲି ସନ୍ଧ୍ୟାରେ ବହୁ ଜୋରରେ ପବନ ହେବାରୁ ସବୁ ଘର ଭାଙ୍ଗି ଯାଇଥିଲା। ଘର ଭାଙ୍ଗିଯିବାରୁ ସମସ୍ତ ମନ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆସନ୍ତାକାଲି କୁକୁଡ଼ା ଚିଆଁ ରଖି ପାଳନ ପାଇଁ ଉଦ୍ଘାଟନ କରିବାର ଥିବା ସଭାନେତ୍ରୀ ଅହଲ୍ୟା କୁମ୍ଭାର କହିଛନ୍ତି। ଏନେଇ ସରକାର ସେମାନଙ୍କ ଟଙ୍କା ଖର୍ଚ୍ଚ ବହନ କରିବେ ବୋଲି ସେ କହିଛନ୍ତି। ମା ଅମ୍ବିକା ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ସଦସ୍ୟ ନନ୍ଦିନୀ କୁମ୍ଭାର, କାଳିମତୀ କୁମ୍ଭାର, ଯଶୋଦା କୁମ୍ଭାର, ଗୀତାଜଳି କୁମ୍ଭାର, ସୂର୍ଯ୍ୟକାନ୍ତି କୁମ୍ଭାର ତମା ସମସ୍ତ ସଦସ୍ୟ ୟାକୁ ଦେଖି ମ୍ରିୟମାଣ ହୋଇପଡ଼ିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଯେନ୍ଟାକି 2000 ବ୍ରଏଲର କୁକୁଡ଼ା କରିଥିଲେ କରବାର ସରକାର ସାହାଯ୍ୟ କରିଥିଲେ। ହେଲେ କାଲିର ଯେଉଁ କୁକୁଡ଼ା ବ୍ରଏଲର ପବନ ବହୁଛି ସେ ପବନରେ ଆମର ପୁରା କୁକୁଡ଼ା ଫାର୍ମ ଏକା ପୁରା ଚୂନା ଆସିକରି ଭାଙ୍ଗିଯାଇଛି। আর সরকার যদি সেটাকে ফের মানে ফন্ডিং করে যদি দেবে তাহলে মা অম্বিকা গ্রুপ কিছু লাভ পাইপারবে। আর যদি সরকার সেটাকে অনদেখা করবে তাহলে গ্রুপ পুরা যেতে মেহনত করে যেতে ইনভেস্ট করেছেন সবু বুড়ি যাবে। আর এনসিবি এসএজি সরকার যদি অনদেখা করবে তাহলে কেনসি এসএজি আর আগে যাবে এটা যোজনা মানে নেই করন। সেটির সরকারকে ডিমান্ড করুন যে তাঁর যে ক্ষতি হয়েছে সেটাকে कंटाबांजीरू राधाश्याम मेहर को रिपोर्ट जनता एक्सप्रेस।